ଭଲ କଥାଟି ଛୁଆ ମନେ ରଖିଥାଅ। ଆଲୋଚନା କରିବା ଆସୁଛି ବଡ଼ ବଡ଼ିଆଙ୍କ ପାଳି। ବର୍ତ୍ତମାନ ସମୟରେ ଦେଖ ଲୋକଙ୍କର ଭାବଧାରା ଗୋଟେ ସ୍ୱତନ୍ତ୍ର ହେଇଗଲା। ମାନେ ମଣିଷ ଏତେ ଗର୍ବିତ ହେଇଗଲାଣି ଯାହାକି ଆଉ କଳନା ନାହିଁ। କିଏ କାହାକୁ ଆହା କରିବାର ନାହିଁ। ଅତୀତରେ ଗାଁ ଗହଳିରେ କ'ଣ ଅସୁବିଧା ହେଲେ ଲୋକ ଧାରେ ନେଉଥିଲେ। ଏବେ ଆଉ ଧାର ଅଛି? ଏବେ ସୁଧ କାରବାର ହେଇଗଲା। ଲୋକମାନେ ସୁଧ ତ ସୁଧ ନେଉଛନ୍ତି, ସମୂଳ ସୁଧ ବି ନେଉଛନ୍ତି। ଆମେ ଦେଖୁଛୁ ଲୋକମାନେ ପଇସା ପାଇଁ ଜମିବାଡ଼ି ବିକ୍ରି କରି କୋଠା କରି ସବୁ ଭଡ଼ା ଦେଇ ଦେଉଛନ୍ତି। କାରଣ ସୁଧ ଭଡ଼ା ପଇସା ଆସିବ ଚଳିକି। ଏବଂ କିଏ ସିନା ନିଜେ ଚଳିବା ପାଇଁ କି ଚେଷ୍ଟା କରେ, ଧନ ରଖେ, ସେ କାହିଁ 7 ପୁରୁଷ ପାଇଁ ଧନ ରଖି ଦେଉଛନ୍ତି। ମାନେ ଲୋଭାସକ୍ତ ମାନବ ଏତେ ହେଇଗଲା ଯାହାକି କଳନା ନାହିଁ। ଯୁଗେ ଯୁଗେ ଯେତେବେଳେ ଲୋଭାସକ୍ତ ହୁଏ ମାନବ, ସେତେବେଳେ ତାର କ'ଣ ବିନାଶ ସମୟ ଆସେ। ମଣିଷ ପାଖରେ ଧନ ହେଇଗଲେ ଗର୍ବ ଆସେ, ଅହଙ୍କାର ଆସେ। ସେ ମଣିଷକୁ ନିକୃଷ୍ଟ ଭାବରେ ଦେଖେ, ତା ପାଖରୁ ସ୍ନେହ ଶ୍ରଦ୍ଧାଭାବ ଉଭେଇଯାଏ। ସିଏ ଗୋଟେ ତାର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରେ। କାରଣ କ'ଣ? ଇଏ ଧନର ଲକ୍ଷଣ। ଏ ଯୁଗରେ, କେବଳ ଏ ଯୁଗରେ ନୁହେଁ, ଯୁଗେ ଯୁଗେ ଅଛି। ଯେତେବେଳେ ଏଇ ଭାବ ଯାହା ପାଖେ ଆସିଛି, ସେତେବେଳେ ବିନାଶ ହେଇଛି। ସେତେବେଳେ ଗୋଟେ ରାଜ୍ୟ ଅନ୍ୟ ରାଜ୍ୟକୁ ବିନା ମାଡ଼ି ବସିବାକୁ ଯେତେବେଳେ ଚେଷ୍ଟା କରେ, ଯୁଦ୍ଧ ହୁଏ, କୁଳାଏ ମରନ୍ତି। ସବୁ କ'ଣ? ମନୁଷ୍ୟ ଯେତେବେଳେ ବିବେକ ହରାଇଯାଏ, ବିବେକ ତ ପଳାଏ, ଏ ଘଟଣା ସବୁ ସେତିକିବେଳେ ଘଟେ। ଗାଁ ଗହଳିରେ ଅତୀତରେ କହନ୍ତି, ଆରେ ଅଣ୍ଡିରା ବିଲ ବୋବେଇଲା ଭାରି ଖରାପ, କି କୁକୁର ମାନେ ଦାଣ୍ଡରେ ମୁହଁ ଉପରୁ ଟିକେ ଭୋଗୁଛନ୍ତି ଭାରି ଖରାପ, କି ମଣିଷ ଯଦି ଉପର ମୁହାଁ ହେଲା ଖରାପ। ଉପର ମୁହାଁ ମାନେ ଗୋଟେ ଦୁଷ୍ଟ ହେଲା, କହନ୍ତି ଏଇଟା ଧର୍ମ ଛାଡ଼ିଗଲାଣି, ଆଉ ବେଶୀ ଦିନ। ବର୍ତ୍ତମାନ ଦେଖ, ମଣିଷ ସମାଜଟା ସବୁ ଧୀରେ ଧୀରେ ସବୁ ଉପର ମୁହାଁ ହେଇଗଲା। ମାନେ କିଏ ଆଉ କାହାକୁ ମାନିବାର ନାହିଁ। ଯାହା ଥିଲା 1999 ମସିହା ବାତ୍ୟା ପରେ ସଂସାରଟା ଗୋଟେ ସ୍ୱତନ୍ତ୍ରବାଦ ହେଇଗଲା। 2000 ମସିହାରୁ ଅକସ୍ମାତରେ ଗୋଟେ ପରିବର୍ତ୍ତନ ଘଟିଲା ମଣିଷ। ଆଉ କିଏ କାହାକୁ ମାନିବାର ନାହିଁ। ଆଉ ବର୍ତ୍ତମାନ ବୋଧେ 95% ବ୍ୟକ୍ତି ବିଶେଷ ସବୁ ମାଦକବାଦୀ, ନିଶା ଦ୍ରବ୍ୟ ସେବନ, ମାନେ କେତେ କୁପଥଗାମୀ ମଣିଷ ହେଇଗଲାଣି। କାହିଁକି? ଏ ଧନ ସକାଶେ। ଅଧିକା ଧନ ହେଇଗଲେ ସେ ଆଉ ଗର୍ବ ହେଇଯିବ କି କାହାକୁ ମାନିବ। ତେଣୁ ଭଗବାନ ମହାପୁରୁଷ ଅଚ୍ୟୁତ କହନ୍ତି, ତମେ ଯେତେ ଗର୍ବ କରୁଛ କର, ଦିନ ନା ଦିନ ତମ ଗର୍ବ ସବୁ ଚୂନା ହବ।
ବୋଲେ ଗର୍ବ ଗଞ୍ଜନ ନର ହରି ଗର୍ବ ନ ରଖନ୍ତି କାହା। ଗର୍ବ ଭଞ୍ଜନ, ଗର୍ଭକୁ ଭାଙ୍ଗିଦେବେ। କିଏ ସେ? ସ୍ୱୟଂ ନର ହରି ପରମ ବ୍ରହ୍ମ। ସେ କାହା ଗର୍ବ ରଖି ନାହାନ୍ତି କି ରଖିବେ ନାହିଁ। ଯୋଉ 5 ତାଲା ବିଲ୍ଡିଂ କରିଛ, କହିଲେ ବାପା ଇଏ 5 ତାଲା ବିଲ୍ଡିଂ ରହିବ ନାହିଁ ରେ, ଏତେ ଗର୍ବ କରୁଛ। ଯୋଉ ଧନ ରଖିକି ଗର୍ବ କରୁଛ, ଇଏ ବି ରହିବନି, ଇଏ ବି ଚାଲିଯିବ। ଏଇ କଥା ଆଉ ମହାପୁରୁଷ ଅଚ୍ୟୁତ ତାଙ୍କ ଶିବକଳ୍ପ ଶାସ୍ତ୍ରରେ ମଧ୍ୟ ଗୋଟେ ଶିକ୍ଷା ଦେଇଛନ୍ତି। ଉଭା ଧନ ମାନ ରାଜା ହରିନବ ପୋତା ହରିବ ବାସୁ। ବଡ ବଢିଆ ଯେ କେହି ନ ରହିବେ ବୁଝିଲୁ ଯେ ରାମ ଦୁଃଖୀ। ଉଭା ଧନ ଯୋଉ ଗଚ୍ଛିତ ଧନ, ହେ ଜଗତବାସୀ ତମେ ରଖିଛ, ଆକୁ ରାଜା ନେଇଯିବେ। ପୋତା ହରିବ ବାସ, ଯୋଉ କୋଠା କରିଛ, ଇଏ କୋଠାକୁ ଦିନେ ବାସୁକି ହରଣ। ଇଏ କୋଠା ମଧ୍ୟ ରହିବ ନାହିଁ। ବଡ ବଢିଆ ଯେ କେହି ନ ରହିବେ, ବଡ ଲୋକ କେହି ରହିବେନି, କୋଠା ପଳେଇବ, ଧନ ପଳେଇବ। ସେ ସମୟରେ ଧନୀ ଦରିଦ୍ର ସମସରି ନଥିବ ଗରବ କାହା। ଧନୀ ଲୋକ ଯାହା ହେଇଥିବ, ଗୋଟେ ଦରିଦ୍ର ହେଇଥିବ, ସବୁ ହେଇଯିବେ ସମାନ। ବଡ ବଢିଆ ଯେ କେହି ନ ରହିବେ ବୁଝିଲୁ ଯେ ରାମ ଦୁଃଖୀ। ହେ ରାମ, ତତେ ମୁଁ କଥା ଦଉଛି ଶୁଣୁ, ଏମିତି ସମୟ ଆସିବ ସଂସାରରେ ବଡ ବଢିଆ ରହିବେନି କି କରିବ, କେବେ ହବ ଏ ଘଟଣା, କେବେ ଘଟିବ? ଏଟା ଭଲ କଥା ମନେ ରଖିଥାଅ। ଚୌବନ କରି ଘଟିବ। ତେଣୁ ଘାଟି ହଉଛି 52ରୁ ଆରମ୍ଭ 58ରେ ଶେଷ, 56 ଯାଏ ବେଶୀ ବିତିବ। 25ରୁ 29, 25 ମସିହାରୁ 29 ମସିହା ଭାରି ତା ଭିତରେ ବଛା ବଛି ବେଳ। କିଏ ଦାନବୀର ହରିଶ୍ଚନ୍ଦ୍ର ସେତିକି ବେଳକୁ ଜଣା ପଡେ, ଆଉ କିଏ ଭକ୍ତ ସାଲବେଗ ସେତିକି ବେଳକୁ ଜଣା ପଡେ। ଏ କହିବା ବୋଲିଆ ଜ୍ଞାନ ନୁହଁ, ଏ ଆଖି ତରାଟିଆ ଜ୍ଞାନ ନୁହଁ। ଜୟ ଜଗନ୍ନାଥ। ସେଇ ଜାଗାରେ ମହାବାହୁଙ୍କ ସଦିଚ୍ଛା ପୂର୍ଣ୍ଣ ବୋଲ ଆନନ୍ଦିକ ହରି।